ଆସିଥିଲି ଗୋଟେ ବର୍ଷ ତଳେ ମୋର ବହୁତ ମାନେ ଦୁଃଖର କଥା ଯେ କଟକ ଆସିଥିଲୁ ଆମେ ଡାକ୍ତର ଦେଖିବା ପାଇଁ ମୋ ଆଖି ଟିକେ ଭଲ ଝାପ୍ସା ଦେଖା ହେଉଥିଲା ସେଠି ଆମେ ଡାକ୍ତର ଦେଖେଇ ସାରି ଯେତେବେଳେ କଟକ ଷ୍ଟେସନ ପହଞ୍ଚୁ ଆମର ଜଳେଶ୍ୱର ପୁରୀ ମେମୋ ଥିଲା ଆମେ ସେଇଟାରେ ପୁରୀ ପଳେଇ ଆସିଲୁ ଗାଧେଇ ନଥିଲୁ ନରେନ୍ଦ୍ର ପୋଖରୀରେ ସ୍ନାନ କଲୁ କିନ୍ତୁ ଆଖି ସେମିତି ଝାପ୍ସା ଦେଖା ହେଉଥିଲା ଦର୍ଶନ ପ୍ରଭୁଙ୍କର କରିପାରିବିନି ନା କ'ଣ ଆଖି ଏମିତି ଝାପ୍ସା ଦେଖାଯାଉଛି 40 ଆମେ ବୋଧେ ମାରିଲାଣି ଆଉ ଏମିତି ମୋତେ ଲାଗିଲା ମୋତେ ଦେଖା ହେଉନଥିଲା ଯାହା ହଉ ମୁଁ ଆସିକି ଯେତେବେଳେ ଗରୁଡ଼ ଖୁମ୍ବ ଅରୁଣ ଖୁମ୍ବ ପାଖରେ ଟିକେ ଦୁଃଖ ଜଣେଇଲି ପ୍ରଭୁ କ'ଣ ଆଖି ଏବେଠୁ 40 ବର୍ଷରୁ ଅନ୍ଧ ହେଇଯିବି ନା କ'ଣ ଆଉ ଦେଇକି ଯାଇ ଗରୁଡ଼ ଖୁମ୍ବକୁ ଛୁଇଁକି ଯେତେବେଳେ ମୁଁ ତଳକୁ ମୁଣ୍ଡ ମାରିକି ଉପରକୁ ଚାହିଁଛି ମୋତେ ଝାପ୍ସା ଟିକେ ଦେଖାଗଲା ତାପରେ ମୁଁ ଭିତର କାଠ ପାଖରେ ଯାଇକି ଦର୍ଶନ କରି ଆଉ ଟିକେ ପାଦୁକ ଆଣିକି ମୋର ମାରିଦେଲି ଆଖିରେ ମୋ ପୁରା ପରିଷ୍କାର ଦର୍ଶନ ହେଲା ମୁଁ ସେଇଠି ମୋ ପୁରା ଆଖିରେ ଲୁହ ମୋ ରୁମ ଟାଙ୍କୁରି ଉଠୁଛି ଏମିତି ମାନେ ପ୍ରଭୁଙ୍କର ମାୟା ଏମିତି ତାଙ୍କର ମାନେ କୃପା ମୁଁ ମାନେ ଭୁଲି ବି ପାରିବିନି।